ରଚି ସୁସମାଚାର 9 ଅଧ୍ୟାୟ 12 ପଦରେ ଦେଖିବେ ଈଶ୍ୱର ଯେତେବେଳେ 2025 ବର୍ଷ ପୂର୍ବେ এই জগତରେ ଥିଲେ ସେବା କାର୍ଯ୍ୟ କରୁଥିଲେ সেই ସମୟରେ ଯେତେବେଳେ ସେଇ 9 ଅଧ୍ୟାୟ କଥା ଆମେ ଚିନ୍ତା କରିବା ତାଙ୍କର ଶିଷ୍ୟମାନେ ଖ୍ରୀଷ୍ଟ ଯୀଶୁଙ୍କୁ ଗୋଟିଏ କଥା କହିଲେ ହେ ଗୁରୁ ଏ ବ୍ୟକ୍ତି जो ଅନ୍ଧ ହେଇଅଛି ଏ ନିଜର ପାପ ସକାଶୁ ହେଇଅଛି ନା ତାର ବାପା ମାଙ୍କର ପାପ ସକାଶୁ ଏ ଅନ୍ଧ ହେଇଅଛନ୍ତି କିନ୍ତୁ ସେଇ ସ୍ଥାନ ମଧ୍ୟରେ ଖ୍ରୀଷ୍ଟ ଯୀଶୁ ଗୋଟିଏ କଥା କହିଲେ ଏ ନିଜେ ପାପ କରିଛନ୍ତି ବୋଲି ଅନ୍ଧ ହେଇନାହାନ୍ତି କି ତାଙ୍କର ବାପା ମା ପାପ କରିଛନ୍ତି ବୋଲି ଏ ଅନ୍ଧ ହେଇନାହାନ୍ତି କିନ୍ତୁ ଆଙ୍କ ଜୀବନ ମଧ୍ୟରେ ଯେପରି ଈଶ୍ୱରଙ୍କର ମହିମା ପରିପ୍ରକାଶ ହେବ ସେଥିପାଇଁ ସେ ଅନ୍ଧ